ଖରା ଦିନରେ ଦେଶୀ ମନ୍ଦାର ଗଛରୁ ଢେର ସାରା ମନ୍ଦାର ଫୁଲ ଯଦି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ବର୍ତ୍ତମାନ ହିଁ ମନ୍ଦାର ଗଛର ପ୍ରୁନିଂ କରିନିଅନ୍ତୁ। ଉପର ଟିପ୍ରୁ ଆପଣ 2-3ଟି ଗଣ୍ଠି ଏରିଆ ଛାଡ଼ିକି ଡାଳକୁ କାଟି ପାରିବେ, କିମ୍ବା ଯେଉଁ ଡାଳରେ ଆପଣଙ୍କର କଢ଼ ଫୁଲ ଆସୁନି ତାର ତଳକୁ 1-2ଟି ଗଣ୍ଠି ଏରିଆ ଛାଡ଼ିକି ଆପଣ ସେ ଡାଳକୁ କାଟି ଦିଅନ୍ତୁ, ଯାହାଫଳରେ କି ଗଛରେ ଅଧିକରୁ ଅଧିକ ଡାଳ ଆସିବ। ଆଉ ଯେତେ ଅଧିକ ଡାଳ ଆସିବ ସେତେ ଅଧିକ ଆପଣ ଫୁଲ ମଧ୍ୟ ପାଇପାରିବେ। କୁଣ୍ଡରେ ଯାହା ସବୁ ଅନାବନା ଗଛ କିମ୍ବା ଘାସ ଉଠିଥିବ ସେ ସବୁକୁ କାଢ଼ି ନେବେ, ଆଉ ଏଇଭଳିଆ କିଛି ମାଟିକୁ ଉପର ତଳ କରିନେବେ, ଯାହାଫଳରେ କି ଚେର ପର୍ଯ୍ୟନ୍ତ ଭଲ ଭାବେ ଅକ୍ସିଜେନ ପହଞ୍ଚି ପାରିବ। ଆପଣ ଯାହା ଖତ ଦେବେ ତାହା ଗଛରେ ବହୁ ଜଲ୍ଦି କାମ କରିବ। ଗୋବର ଖତ 2 ମୁଠି, ଚାହାପତିର ଖତ 1.5 ମୁଠି, ଆଉ ଅଳ୍ପ କିଛି ପରିମାଣର ଏଇଠି ମୁଁ ପାଉଁଶ ନେଇଛି। ଏଇ ଖତକୁ ଭଲ ଭାବେ ଦେଇ ସାରିଲା ପରେ ମାଟିରେ ଭଲ ଭାବେ ଆମେ ମିଶେଇ ଦେବା, ଆଉ ଗଛକୁ ପୁରା ଭଲ ଭାବେ ପାଣି ଦେଇକି ପୁରା ଦିନର ଖରା କିମ୍ବା ମିନିମମ୍ 3 ରୁ 4 ଘଣ୍ଟାର ଖରା ଯେଉଁଠି ପଡୁଥିବ ସେଭଳିଆ ଜାଗାରେ କୁଣ୍ଡଟିକୁ ରଖିଦେବା। ଏହି ଖତକୁ ଯଦି ଆପଣ ମାସକୁ 1 ଥର ଲେଖେ ଦେବେ ତାହେଲେ ଆପଣଙ୍କ ମନ୍ଦାର ଗଛ ବହୁତ ଭଲ ଭାବେ ବଢିବ, ଆଉ ଖରା ଦିନରେ ସେଥିରେ ଆପଣଙ୍କର ପ୍ରଚୁର ଫୁଲ ମଧ୍ୟ ଆସିବ।